ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯିବାରୁ ଜଳି ଯାଇଛି ଗୋଟିଏ ହୋଟେଲ। ମାଲକାନଗିରି ଜିଲ୍ଲା MV 79 ଶିବ ମନ୍ଦିର ସମ୍ମୁଖରେ ଥିବା ମହେଶ ହୋଟେଲରେ ଆଜି ସକାଳେ ରୋଷେଇ ଚାଲିଥିବା ସମୟରେ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେବା ସହ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯିବାରୁ ଅଗ୍ନିଶମ ଗାଡ଼ି ଆସିବା ବେଳକୁ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିସାରିଥିଲେ। ସେପଟେ ମା ପୁଅ ମିଶି ଏହି ଛୋଟ ହୋଟେଲଟି କରି ତାଙ୍କର ଗୁଜରାଣ ମେଣ୍ଟାଉଥିବା ବେଳେ ନିଆଁ ଲାଗି ହୋଟେଲଟି ଜଳି ଯାଇଥିବାରୁ ସେମାନେ ଭାଙ୍ଗି ପଡ଼ିଛନ୍ତି। ତେଣୁ ସରକାରଙ୍କ ପାଖରେ ମା ପୁଅ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ମାଲକାନଗିରି ଜିଲ୍ଲାରୁ ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।